ପିଲା ଦେଖନ୍ତୁ ସ୍ୱାଗତ କରୁଛି ଆଜି ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓ ଉପରେ ଡିସ୍କସନ୍ କରିବା ପିଲା ଦେଖନ୍ତୁ +3 ଫିଫ୍ଥ ସେମିଷ୍ଟର ପିଲାମାନଙ୍କ ପାଇଁ ବର୍ତ୍ତମାନ ଆମେ ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ 2022 NEP 2022 ଅନୁଯାୟୀ ଆମେ ଯେଉଁଟା ଆମର କୋର୍ସରେ ଅଛି ଲୋକ ଗୀତର ସଂଜ୍ଞା ସ୍ୱରୂପ ପିଲା ଦେଖନ୍ତୁ ଏମାନଙ୍କର କର ପେପର 12 ଅଛି ବୁଝିପାରିଲେ କର ପେପର 12 ଅଛି ଓଡ଼ିଆ ଅନର୍ସ ପିଲାଙ୍କ ପାଇଁ ଯେଉଁଟାକି NEP 2022 ଅନୁଯାୟୀ ତ ମୁଁ ବର୍ତ୍ତମାନ କର ପେପର କ'ଣ କର ପେପର 11 ମୁଁ ଛାଡ଼ି ଦେଇଛି ମାନେ ପଢ଼େଇବି ସେଇଟା ହେଲା ମୁଁ ଯେଉଁ ଭିଡ଼ିଓ କାଲି ମୁଁ ପ୍ରୋଭାଇଡ଼ କରିଥିଲି ସେ ଭିଡ଼ିଓ ଦେଖିନାହାନ୍ତି ଦେଖିଦେବେ ଲୋକଗୀତର ସଂଜ୍ଞା ସ୍ୱରୂପ ମାନେ ଲୋକ କହିଲେ କ'ଣ ବୁଝ ଲୋକଗୀତ କାହାକୁ କୁହାଯାଏ ମୁଁ ଆମକୁ ଡିଟେଲ୍ସ କହିଦେଇଥିଲି ତ ବର୍ତ୍ତମାନ ଆଜିଠୁ କ୍ଲାସ୍ କରିବା ଲୋକଗୀତ କାହାକୁ କୁହାଯାଏ ସମସ୍ତେ ଭିଡ଼ିଓକୁ ସମସ୍ତେ ଲାଷ୍ଟରୁ ଦେଖିବେ ବୁଝିବା ଲୋକଗୀତ କ'ଣ କିଏ କେଉଁ ମତ ଦେଇଛନ୍ତି ଆମେ ଟିକି ନିଖିକି ବୁଝିବା ହେଲା ତ ଏଇଟା +3 ଫିଫ୍ଥ ସେମ୍ ଯେଉଁମାନେ ଫିଫ୍ଥ ସେମ୍ ଏବେ ବର୍ତ୍ତମାନ ହେଲେ NEP 2022 ଅନୁଯାୟୀ ବୁଝିପାରିଲେ ତ ଚାଲନ୍ତୁ ଭିଡ଼ିଓକୁ ଫଟାଫଟ ଷ୍ଟାର୍ଟ କରିବା ସମସ୍ତଙ୍କୁ ସେୟାର କରିଦେବେ ଏବଂ ସମସ୍ତେ ଭିଡ଼ିଓକୁ ସମସ୍ତେ ଲାଇକ୍ କରିବେ ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆମେ କଣ୍ଟିନ୍ୟୁଅସଲି କ୍ଲାସ୍ କରିବା ପ୍ରତ୍ୟେକଟି କ୍ଲାସ୍ କରିବା ତ ଚାଲନ୍ତୁ ଆଉ ଭିଡ଼ିଓକୁ ଡେରି କରିବେନି ସମସ୍ତେ କ'ଣ ଶୁଣନ୍ତୁ ତ ପିଲା ଦେଖନ୍ତୁ ସେଇଭଳିଆ ଦେଖନ୍ତୁ ଲୋକଗୀତର ଆମେ ଏଇଠି କ'ଣ ମାନେ କୋର୍ସରେ ଅଛି ଲୋକଗୀତର ସଂଜ୍ଞା ସ୍ୱରୂପ ଏବଂ କ'ଣ ତା'ର ପ୍ରକାର ଭେଦ ଅଛି ତ ଆମେ ପଢ଼ିବା ଆଜି ଲୋକଗୀତର ସଂଜ୍ଞା କ'ଣ ତା'ର ସ୍ୱରୂପ କ'ଣ ପଢ଼ିବା ବୁଝିପାରିଲେ ତ ଦେଖ ତ ଲୋକ ସାହିତ୍ୟର ସବୁଠାରୁ ଲୋକପ୍ରିୟ ବିଭାଗ ହେଉଛି ବୋଲି ଲୋକଗୀତ ତ ମଣିଷର ଭାବ ପ୍ରକାଶ ପ୍ରଥମ ପ୍ରଧାନ ମାଧ୍ୟମ ଥିଲା ପଦ୍ୟ ବା ଗୀତ କାହିଁ କେଉଁ ଆଦିମ କାଳରେ ଯେତେବେଳେ ମନୁଷ୍ୟକୁ ସଭ୍ୟତା ସ୍ପର୍ଶ କରିନଥିଲା ଶିକ୍ଷାର ଆଲୋକରେ ଆଲୋକିତ ହୋଇ ନଥିଲା ସେହି ସମୟରେ ସେହି ସମୟରେ ତାର ମନରେ ଯେଉଁ ଭାବାନ୍ତର ସୃଷ୍ଟି ହେଉଥିଲା ତାହା ସୁଖ ଦୁଃଖ ହର୍ଷ ରୋମାଞ୍ଚ ଆନନ୍ଦ ଉଲ୍ଲାସ ସେ ସବୁକୁ ସେ ଗୀତ ମାଧ୍ୟମରେ ଗାନ କରୁଥିଲା ପ୍ରକୃତିର ଅପୂର୍ବ ଶୋଭାରାଶିର ଲୀଳାମୟ ରୂପ ମାଧୁରୀକୁ ନେଇ ମନୁଷ୍ୟର ମନରେ ଯେଉଁ ଭାବାନ୍ତର ସୃଷ୍ଟି ହେଉଥିଲା ତାହାକୁ ସେ ଗୀତ ମାଧ୍ୟମରେ ଗାନ କରୁଥିଲା ତ ଏଇଠି ପିଲା ମାନେ ବୁଝିପାରୁଥିବେ ଲୋକଗୀତ କାହାକୁ କୁହାଯାଏ ସିଧାସଳଖ ଭାବରେ ହେଲା ଲୋକଗୀତ କହିଲେ ପିଲା ଦେଖନ୍ତୁ ଏଇଟା କୁହାଯାଇଛି କେଉଁ ଆଦିମ କାଳରେ ମାନେ କେଉଁ ମାନେ ପ୍ରାଚୀନ କାଳରେ ଯେଉଁ ଆପଣଙ୍କୁ କୁହାଯାଇଛି କେଉଁ ଆଦିମ କାଳରେ ଏଇ ଯେଉଁ ମାନେ ଯେତେବେଳେ ମନୁଷ୍ୟର ସଭ୍ୟତା ସ୍ପର୍ଶ କରିନଥିଲା ଯେତେବେଳେ ମନୁଷ୍ୟର କଥାବାର୍ତ୍ତା ମଧ୍ୟ ଶିଖିପାରୁନଥିଲେ ତାଙ୍କର ପରସ୍ପର ଭିତରେ କଥା କହିବାର ଜାଣିନଥିଲେ ତ ସେ ସମୟରେ ଦେଖନ୍ତୁ ଏମାନେ ଗୋଟେ ଗୀତ ମାଧ୍ୟମରେ ଗୋଟେ କ'ଣ ଗୁଣୁଗୁଣୁ ହେଉଥିଲେ ନିଜ ନିଜ ମଧ୍ୟରେ ତ ଯେଉଁଟାକି ଶିକ୍ଷାର ଆଲୋକରେ ଆଲୋକିତ ହୋଇନଥିଲା କିଛିର ଶିକ୍ଷାର ବ୍ୟବସ୍ଥା ନଥିଲା ନା କିଛି ଜାଣିପାରୁଥିଲେ ସେହି ସମୟରେ ଦେଖନ୍ତୁ ଆଦିମ କାଳରେ ବା ପ୍ରାଚୀନ କାଳରେ ସେହି ସମୟରେ ତା'ର ମନରେ ଯେଉଁ ଭାବାନ୍ତର ମାନେ ଯେଉଁ ମନରେ ଯେଉଁ ଭାବୁଛନ୍ତି ହେଲା ଭାବାନ୍ତର ସୃଷ୍ଟି ହେଉଥିଲା ତାହା ସୁଖ ଦୁଃଖ ହର୍ଷ ରୋମାଞ୍ଚ ଆନନ୍ଦ ଉଲ୍ଲାସ ସେ ସବୁକୁ ସେ ଗୀତ ମାଧ୍ୟମରେ ଗାନ କରୁଥିଲା ହେଲା ତାହାକୁ ଆମେ କହିବା ଲୋକଗୀତ ବୋଲି ମୋଟାମୋଟି ଭାବରେ କହିଥାଉ ତ ପ୍ରକୃତିରେ ଯେଉଁ ଅପୂର୍ବ ଶୋଭାର ଲୀଳାମୟ ତ କ'ଣ କୁହାଯାଇଛି ଯେଉଁଟାକି ପ୍ରକୃତିର ଅପୂର୍ବ ଶୋଭାରାଶିର ଲୀଳାମୟ ରୂପ ମାଧୁରୀକୁ ନେଇ ମନୁଷ୍ୟର ମନରେ ଯେଉଁ ଭାବାନ୍ତର ସୃଷ୍ଟି ହେଉଥିଲା ତାକୁ ସେ ଗୀତ ମାଧ୍ୟମରେ ଗାନ କରୁଥିଲା ତାହା ହିଁ ବୋଧ ହୁଏ ଲୋକଗୀତର ପ୍ରାଥମିକ ରୂପ ବୋଲି ଏଠାରେ କୁହାଯାଇଛି ତ ଲୋକଗୀତ କାହାକୁ କୁହାଯାଏ ପ୍ରକୃତିର ମାନେ ସେହି ସମୟରେ ଯେହେତୁ ଅପୂର୍ବ ଶୋଭାରାଶିର ଯେତେବେଳେ ଲୀଳାମୟ ମଧୁର ଯାହା ମନୁଷ୍ୟର ମନରେ ଯେଉଁ ସବୁ ଆସୁଛି ମନର ଭାବନା ଯେତେବେଳେ ଆସୁଛି ହେଲା ଯେଉଁଟାକି ଆପଣଙ୍କର ପ୍ରକୃତ ରୂପମୟ କୁହାଯାଇଛି ପ୍ରକୃତ ରୂପ ଅପୂର୍ବ ଶୋଭାରାଶିରେ ମନୁଷ୍ୟର ମନରେ ଯେଉଁ ଭାବାନ୍ତର ସୃଷ୍ଟି ହେଉଥିଲା ଯାହା ବି ତାଙ୍କ ମନରେ ଆସୁଥିଲା ସୃଷ୍ଟି ହେଉଥିଲା ତାକୁ ଗୀତ ମାଧ୍ୟମରେ ସେମାନେ କ'ଣ କରୁଥିଲେ ନା ଗାନ କରୁଥିଲେ ତାହା ହେଇଥିଲେ ବୋଧ ହୁଏ ଲୋକଗୀତର ପ୍ରାଥମିକ ରୂପ ବୋଲି ଏଠାରେ କ'ଣ ଆଲୋଚନା କରାଯାଇଛି ତ ଏଇଠି ଦେଖନ୍ତୁ ଗୋଟିଏ ଶବ୍ଦ ହେଉଛି ଲୋକଗୀତ ଶବ୍ଦଟି ଦୁଇଟି ଶବ୍ଦ ଯେଉଁଟାକି ଆପଣ ଦେଖିପାରୁଥିବେ ଦେଖ ଲୋକଗୀତ ଶବ୍ଦଟି ଉଭୟ ଲୋକ ଓ ଗୀତ ଏଇ ଦୁଇଟି ଶବ୍ଦର ସମନ୍ୱୟରେ ଗଠିତ ହୋଇଛି ହେଲା ତ ଲୋକ ଶବ୍ଦର ଅର୍ଥ ଦେଖ ତ ଏଇଠି କୁହାଯାଇଛି ଲୋକ ଶବ୍ଦର ଅର୍ଥ କେବଳ ପଲ୍ଲୀର ଅଶିକ୍ଷିତ ଜନତା ନୁହେଁ ଲୋକ ଅର୍ଥ ହେଉଛି ଉଭୟ ପଲ୍ଲୀ ଓ ନଗରରେ ବାସ କରୁଥିବା ସାଧାରଣ ଜନତା ଯେଉଁମାନଙ୍କୁ ପାଣ୍ଡିତ୍ୟର ଓ ଅହମିକା ସ୍ପର୍ଶ କରିନାହିଁ ତ ଯେଉଁମାନେ ଶାସ୍ତ୍ରୀୟ ଜ୍ଞାନ ଓ ଅହଙ୍କାରରେ ଅନ୍ୟମାନଙ୍କୁ ନ୍ୟୁନ ଭାବରେ ଦେଖିଥାନ୍ତି ଉଭୟ ପଲ୍ଲୀ ଓ ନଗରରେ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ଅଶିକ୍ଷିତ ଜନତାଙ୍କୁ ଲୋକ ବୋଲି ବୁଝିଥାଉ ତ ଏଠି କ'ଣ କୁହାଯାଏ ତ ଲୋକ ଶବ୍ଦର ଅର୍ଥ ଆମେ କହିପାରିବାନି କେବଳ ପଲ୍ଲୀରେ ମାନେ କେବଳ ଛୋଟ ଛୋଟ ଗାଁରେ ଯେଉଁମାନେ ବାସ କରୁଛନ୍ତି ଅଶିକ୍ଷିତ ଜନଯୋଗିତ ଯେଉଁମାନେ ପାଠ ପଢ଼ିନାହାନ୍ତି ଜନଜାତ ନୁହେଁ ଲୋକ ଅର୍ଥ ହେଉଛି ଦେଖନ୍ତୁ ଏଇଟା କୁହାଯାଇଛି ଲୋକ ଅର୍ଥ ହେଉଛି ଉଭୟ ମାନେ
ଉଭୟ ପଲ୍ଲୀ ଏବଂ ସହରରେ ଯେଉଁମାନେ ପଲ୍ଲୀରେ ରହୁଛନ୍ତି ବା ଛୋଟ ଛୋଟ ଗାଁରେ ରହୁଛନ୍ତି, ଯେଉଁମାନେ ସହରରେ ମଧ୍ୟ ରହୁଛନ୍ତି, ଉଭୟ ପଲ୍ଲୀ ଏବଂ ନଗରରେ ବାସ କରୁଥିବା ସାଧାରଣ ଜନତା ଯେଉଁମାନେ ପାଣ୍ଡିତ୍ୟର ଅହମିକା ମାନେ କ'ଣ, ଯେଉଁମାନେ ପାଠ ପଢ଼ିନାହାନ୍ତି ବୋଲି ହେଲା, ଯେଉଁମାନେ ଟୋଟାଲି ପାଠ ବିଷୟରେ ଜାଣିନାହାନ୍ତି, ପାଣ୍ଡିତ୍ୟର ଅହମିକା ସ୍ପର୍ଶ କରିନାହାନ୍ତି ଏଠାରେ କୁହାଯାଇଛି, ଯେଉଁମାନଙ୍କର ଶାସ୍ତ୍ରୀୟ ଜ୍ଞାନର ଅହଙ୍କାରରେ ଅନ୍ୟମାନଙ୍କୁ ନ୍ୟୁନ ଭାବରେ ଦେଖନ୍ତିନି, ଉଭୟ ପଲ୍ଲୀ ଓ ନଗରର ଶିକ୍ଷିତ ଅର୍ଦ୍ଧଶିକ୍ଷିତ, ଯେଉଁମାନେ ଶିକ୍ଷିତ ଅଛନ୍ତି, ଯେଉଁମାନେ ଅର୍ଦ୍ଧଶିକ୍ଷିତ ଟୋଟାଲି ପାଠଶାଠ ପଢ଼ିନାହାନ୍ତି, ତ ସେମାନଙ୍କର କିନ୍ତୁ ଅଶିକ୍ଷିତ ଜନତାଙ୍କୁ ଲୋକ ବୋଲି ଆମେ କହିଥାଉ ବୋଲି ଏଠାରେ କୁହାଯାଇଛି। ବୁଝିପାରିଲେ? ତ ସେଇମାନଙ୍କୁ ଯେଉଁ ଗୁଣ ହୋଇଥିବା ଗୀତ ମାଧ୍ୟମରେ ଯାହା କରୁଛନ୍ତି ତାହାକୁ ଆମେ ଲୋକଗୀତ ବୋଲି କହିଥାଉ। ତ ବୁଝିବା, ଏତିକି କ୍ଲିୟର ହେଲେ ନେକ୍ସଟ ଯିବା। ଦେଖ ନେକ୍ସଟ କ'ଣ କୁହାଯାଇଛି, ଗୀତ ହେଉଛି ସାଧାରଣ। ଏଠି ଦେଖ ପିଲା, ଦେଖ ଗୀତ ହେଉଛି ସାଧାରଣତଃ ଗାନ ଧର୍ମ ଭାବପୂର୍ଣ୍ଣ ହୃଦୟସ୍ପର୍ଶୀ ଶବ୍ଦ ସମ୍ଭାର। ତେଣୁ ଲୋକଗୀତ କହିଲେ ପଲ୍ଲୀ ଓ ନଗରରେ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ଜନସାଧାରଣଙ୍କ ଦ୍ୱାରା ବିଭିନ୍ନ ପର୍ବପର୍ବାଣୀ ଓ ଅସାପ୍ରତ ବିବାହ ବ୍ରତ ଘରରେ ଯାହା ଗାନ କରାଯାଏ ଓ କଥା ପ୍ରସଙ୍ଗରେ ଉଦାହରଣ ଦେବା ନିମନ୍ତେ ଯେଉଁ ଲୋକୋକ୍ତି ପ୍ରୟୋଗ କରାଯାଏ, ଏହିସବୁ ଗୀତକୁ ଲୋକଗୀତ କୁହାଯାଏ। ବୁଝିପାରିଲେ ପିଲେ? ଏଇଠି କ'ଣ କୁହାଗଲା, ଗୀତ ହେଉଛି କ'ଣ, ସାଧାରଣତଃ ଗାନଧର୍ମୀ ଭାବପୂର୍ଣ୍ଣ ହୃଦୟସ୍ପର୍ଶୀ ପିଲେ ହେଲା। ସେମାନେ ତୁମେ ଜାଣିଥିବ ଟିକେ ମାନେ ଅନୁମାନ କରି ଜାଣିଥିବ, ଯେତେବେଳେ ଛୋଟ ଛୋଟ ଗାଁରେ ଯେଉଁମାନେ ନିରୀହ ମାନେ ଲୋକ ହେଲା, ଆଦିବାସୀ ଲୋକମାନେ ଏତେ ସୁନ୍ଦର ଭାବରେ ତାଙ୍କର ହୃଦୟସ୍ପର୍ଶୀ, ମାନେ ସେମାନେ ଗୋଟେ ମାନେ ତାଙ୍କର ହୃଦୟସ୍ପର୍ଶୀ ମାନେ ନିଜ କ'ଣ ମାନେ ନିଜର ଭାବନାକୁ ସେମାନେ ପ୍ରକାଶ କରିକି ଗୋଟେ ଗୀତ ବୋଲିଥାନ୍ତି ବୋଲି। କେଉଁ ସମୟରେ ନା, ଯେଉଁଟାକି ଯେକୌଣସି ପର୍ବପର୍ବାଣି ହେଉ କିମ୍ବା ଓଷାବ୍ରତ ହେଉ, ତାଙ୍କର ବିବାହ କ'ଣ ଓକେଜନରେ ହେଉ କିମ୍ବା ବ୍ରତ ଘରେ ହେଉ, ସେମାନେ ବହୁତ ବଢ଼ିଆ ସୁନ୍ଦର ମାନେ ଭାବରେ ତାଙ୍କର ହୃଦୟସ୍ପର୍ଶୀ ଭାବରେ ସେମାନେ ଗାନ କରିଥାନ୍ତି ସେଇ ଗୀତକୁ। ସେଇ ଯେଉଁ ଗୀତ ଅଛି ହେଲା, ହେଲା, ତ ସେଇ ଗୀତ ଯେଉଁ କଥାବାର୍ତ୍ତା ବା କଥା ପ୍ରସଙ୍ଗର ଉଦାହରଣ ଦେବା ନିମନ୍ତେ ଯେଉଁ ଲୋକୋକ୍ତି ପ୍ରୟୋଗ କରାଯାଏ, ଏହିସବୁ ଗୀତକୁ ହିଁ ଲୋକଗୀତ ବୋଲି କହିଥାଉ। ମୁଁ ଆମକୁ କାଲି ମଧ୍ୟ କହୁଥିଲି ମାନେ ସେଇ ଗୀତ କାହାକୁ କୁହାଯାଏ। ବୁଝିପାରିଲେ? କ୍ଲିୟର ହେଇଗଲେ? ଏଇ ଯେଉଁ ବୁଝିପାରିଲେ, ଏଇଟା ହେଲା ଆମର ଲୋକଗୀତର ଅର୍ଥ ପିଲେ। ଯଦି ଆସିବ ତାହେଲେ ଏଇଭଳିଆ ହିଁ ଆପଣମାନେ ଲେଖିବେ ଲୋକଗୀତ ଅର୍ଥ କ'ଣ। ଏବେ ଯିବା ପିଲା, ଦେଖନ୍ତୁ ଲୋକଗୀତର ସଂଜ୍ଞା ସ୍ୱରୂପ। ଏଇଠି ପିଲେ ଦେଖନ୍ତୁ କିଏ କ'ଣ ମତ ଦେଇଛନ୍ତି, ସଂଜ୍ଞା କିଏ କ'ଣ ମତ ଦେଇଛନ୍ତି ନିହାତି ଭାବରେ ଜାଣିବାକୁ ପଡ଼ିବ। ବହୁତ ସାରା ଲୋକ ମାନେ ଗୀତର ସଂଜ୍ଞା ସ୍ୱରୂପ ଦେଇଛନ୍ତି, ଅନ୍ୟ ମାନେ ଏଇଠି କ'ଣ ବିଭିନ୍ନ ଜାଗାରେ ବିଭିନ୍ନ ମତ ପ୍ରକାଶ କରୁଛନ୍ତି, ଆମେ ଜାଣିବା। ତ ପ୍ରଥମେ ଦେଖନ୍ତୁ ଲୋକଗୀତର ସଂଜ୍ଞା ଏବଂ ସ୍ୱରୂପ ବୁଝିବା। ତ ଦେଖନ୍ତୁ ଲୋକଗୀତ ହେଉଛି ମୌଖିକ ଗୀତ ପିଲେ। ମୁଁ କହୁଥିଲି ହେଲା, ଲୋକଗୀତ ଗୋଟେ କ'ଣ ମୌଖିକ ଗୀତ, ତାହା ନୁହେଁ ଯେ ଏଇଟା ମାନେ ଗୋଟେ ବଲିଉଡ଼ ସଙ୍ଗ ହେଲା, ହିନ୍ଦୀ ସଙ୍ଗ, ଏହା ନୁହେଁ। ମାନେ ନିଜ ମୌଖିକ ମାନେ ନିଜ ସେମାନେ ଖାଲି କ'ଣ ନିଜ ମୁଖରୁ ସେମାନେ ବାହାରୁଥିବା ତାଙ୍କ ଶବ୍ଦର ଯେଉଁ କ'ଣ ଶବ୍ଦର ସଙ୍ଗୀତ ଗୀତକୁ ଆମେ କହିଥାଉ ଲୋକଗୀତ ବୋଲି। ଏହାର ସୃଷ୍ଟି କେବେ ଓ କେଉଁମାନେ ଏହାର ସ୍ରଷ୍ଟା, ସେସବୁର କୌଣସି ଇତିହାସ ବର୍ଣ୍ଣନା ମିଳେ ନାହିଁ। ମାନେ ଏଇ ଯେଉଁ ଗୀତର ଲୋକଗୀତର ସୃଷ୍ଟି କେବେ ହେଲା, ଏହାର ସ୍ରଷ୍ଟା କିଏ, ଏହାର କୌଣସି ମଧ୍ୟ ଇତିହାସ ମଧ୍ୟ ଏ ପର୍ଯ୍ୟନ୍ତ କାହାକୁ ମିଳିନାହିଁ ବୋଲି କୁହାଯାଇଛି। ଦେଖ ଏହାର କୌଣସି ନିର୍ଦ୍ଦିଷ୍ଟ, ଟିକେ ରୁହନ୍ତୁ ପିଲେ 1 ସେକେଣ୍ଡ। ତ କ'ଣ ହେଲା, ଏହାର କୌଣସି ନିର୍ଦ୍ଦିଷ୍ଟ ରଚୟିତାଙ୍କର ପରିଚୟ ନାହିଁ। ବଂଶ ପରମ୍ପରା କ୍ରମେ ଏହା ଗଢ଼ି ଆସିଛି। ତ ଟୁଣ୍ଡରୁ ଟୁଣ୍ଡକୁ ଲୋକ ସଂସ୍କୃତିରେ ଆଜି ମଧ୍ୟ ବଞ୍ଚି ରହିଛି। ଲୋକଗୀତର ସ୍ୱରୂପ ବିଶେଷତ୍ୱକୁ ଦୃଷ୍ଟିରେ ରଖି ବହୁ ଲୋକତତ୍ତ୍ୱବିତ୍ ସମାଲୋଚକ ବିଭିନ୍ନ ମତ ପ୍ରଦାନ କରିଛନ୍ତି। ତ ସେଗୁଡ଼ିକ ମଧ୍ୟରୁ କେତେକ ମହତ୍ତ୍ୱପୂର୍ଣ୍ଣ ପରିଭାଷା ଏଠାରେ ଉଦ୍ଧୃତ କରିବା ଅସମାଜୀନ ହେବ ନାହିଁ। ତ ଏଇଟା କୁହାଯାଇଛି ଯେ ଏହାର କୌଣସି ନିର୍ଦ୍ଦିଷ୍ଟ ମାନେ ରଚୟିତା ନାହିଁ, ଏହାର କିଏ ସ୍ରଷ୍ଟା ମଧ୍ୟ ନାହାନ୍ତି। ବଂଶ ପରମ୍ପରା ମାନେ ସେଇ ଯେଉଁ ଆଗର ବଂଶ ପରମ୍ପରା କ୍ରମେ ଏଇ ଯେଉଁ ଏହା ଗଢ଼ି ଚାଲିଛି, ମାନେ ତୁଣ୍ଡରୁ ତୁଣ୍ଡ ମାନେ ପାଠିରୁ ପାଠି, ଯେଉଁ ମୁଖରୁ ମୁଖ, ତୁଣ୍ଡରୁ ତୁଣ୍ଡ ଲୋକ ସ୍ମୃତିରେ ଆଜି ମଧ୍ୟ ବଞ୍ଚି ରହିଛି ତାଙ୍କର ଲୋକଗୀତ। ଏଇ ଯେଉଁ ସ୍ୱରୂପ ବିଶେଷତ୍ୱ ଦୃଷ୍ଟିରେ ରଖି ବହୁ ଲୋକତତ୍ତ୍ୱବିତ୍ ସମାଲୋଚକ ବିଭିନ୍ନ ମତ ପ୍ରଦାନ ମଧ୍ୟ କରିଛନ୍ତି ହେଲା। ତ ଏଠାରେ କ'ଣ କୁହାଗଲା, ଏଠାରେ ମାନେ ଏହାର ସ୍ରଷ୍ଟା ମଧ୍ୟ କେହି ଜାଣିନାହାନ୍ତି। ଏହାର ସ୍ରଷ୍ଟା କିଏ, ଏଇ ଗୀତ କେବେଠାରୁ ଷ୍ଟାର୍ଟ ହେଲା, କେବେଠାରୁ ଆରମ୍ଭ ହେଲା, କେହି ମଧ୍ୟ କିଛି ଇତିହାସ ଏଠାରେ ଜାଣିନାହାନ୍ତି। ମାନେ ବଂଶ ପରେ ବଂଶ, ମାନେ ତାଙ୍କର ବଂଶ ପରେ ବଂଶ ଏଇ ଯେଉଁ ପରମ୍ପରାଟା ଚାଲି ଆସିଛି, ତୁଣ୍ଡରୁ ତୁଣ୍ଡ କହିଲେ ଆମର ମୁଖରୁ ମୁଖ ଲୋକ ସ୍ମୃତିରେ ଆଜି ମଧ୍ୟ ଏଇ ଗୀତ ବଞ୍ଚି ରହିଛି, ତାହାକୁ ଆମେ କହିପାରିବା ଲୋକଗୀତ। ବୁଝିପାରିଲେ? ତ ପରବର୍ତ୍ତୀ ଯିବା। ଦେଖ ପରବର୍ତ୍ତୀ ଦେଖନ୍ତୁ କିଏ କ'ଣ ମତ ଦେଇଛନ୍ତି ଆମେ ଜାଣିବା। ଯେଉଁ କବିତା ମାନ ଏବେ ମୁଖେ ମୁଖେ ରହି ଆସିଛି ହେଲା, କ'ଣ କୁହାଯାଇଛି,
ଯେଉଁ କବିତାମାନ ଏବେ ମୁଖେ ମୁଖେ ରହି ଆସିଛି କେବେ ହେଲେ ଗ୍ରନ୍ଥ ଭାବରେ ପରିଚିତ ହେବାର ସୁଯୋଗ ଲାଭ କରିନାହିଁ ବା କୌଣସି ବ୍ୟକ୍ତି ଦ୍ୱାରା କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲାଭ କରି ତାର ବିଚକ୍ଷଣ ମହକରେ ସେ ଜନସମାଜର କୋଣରେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇପାରିଛି ସେହିମାନଙ୍କୁ ହିଁ ଗ୍ରାମ୍ୟ ଗୀତ ଭାବରେ କ'ଣ କୁହାଯାଏ ବା ନିଆଯାଏ। ତ ଏଠାରେ କ'ଣ କୁହାଯାଇଛି ଯେଉଁ କବିତାମାନେ ଦେଖନ୍ତୁ ଏଠାରେ ମାନେ ଏଇ ଯେଉଁ ଗୀତ କଥା କୁହାଯାଉଛି ବୋଲେ କିଛି ଗ୍ରନ୍ଥରେ କେଉଁ ଗ୍ରନ୍ଥରେ ମଧ୍ୟ ଲେଖାଯାଇନି ବୁଝିପାରିଲେ ମାନେ ମୁଖରୁ ମୁଖ ସେମାନଙ୍କର ମୁଖରୁ ମୁଖ ଏଇ ଯେଉଁ ଗୀତଟା ବୋଲାଯାଏ। ତ କ'ଣ କୁହାଯାଇଛି ଯେଉଁ କବିତାମାନେ ଏବେ ମଧ୍ୟ ମୁଖେ ମୁଖେ ରହି ଆସିଛି କେବେ ହେଲେ ଗ୍ରନ୍ଥ ଭାବରେ ପରିଚିତ ହେବାର ସୁଯୋଗ ଲାଭ ମଧ୍ୟ କରେ ନାହିଁ ମାନେ କୌଣସି ବହି ଲେଖାଯାଇନି ଏଇ ଗୀତ ମାଧ୍ୟମରେ ଗ୍ରନ୍ଥ ଲେଖାଯାଇନି ବୋଲି ଏଠାରେ କୁହାଯାଇଛି ବା କୌଣସି ବ୍ୟକ୍ତି ଦ୍ୱାରା କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲାଭ କରି ତାର ବିଚକ୍ଷଣ ମହକରେ ସେ ଜନସମାଜର କୋଣେ କୋଣେ ପ୍ରଚାରିତ ହୋଇ ସର୍ବଜନୀନ ହୋଇପାରିଛି ମାନେ ଦେଖ ଗୋଟିଏ ମନେକର ଦେଖନ୍ତୁ ଏଇ ଯେଉଁ ଗୋଟେ ଗୀତ ଯଦି ଆମେ ଜାଣିବା ହେଲା ଏଇ ଗୋଟେ ଗୀତ ତାଙ୍କର ଗୀତ କହିପାରିବା ତାଙ୍କର ଛୋଟ ଗୀତ ଯଦି କୋଣେ କୋଣେ ମାନେ ଗୋଟିଏ ଗାଁରୁ ଆଉ ଗୋଟେ ଗାଁକୁ ମାନେ ଏଇଭଳିଆ ଯାଆନ୍ତୁ ମାନେ ଧୀରେ ଧୀରେ ହେଇକି ପ୍ରସାରିତ ହୋଇକି ସେଇ ଗୀତ ଚର୍ଚ୍ଚା ସବୁ ଗାଁରେ ଚର୍ଚ୍ଚା ହେଇଛି ମାନେ ଛୋଟ ଛୋଟ ଗାଁରେ ସବୁ ଗାଁରେ ଚର୍ଚ୍ଚା ହେଇଛି ସେଇ ଗୀତକୁ ନେଇକି ଏମାନେ ସମସ୍ତେ କୋଣେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇପାରିଛି ମାନେ ସମସ୍ତେ ଜାଣିପାରିଛନ୍ତି ସେଇମାନଙ୍କୁ ହିଁ ଗ୍ରାମ୍ୟ ଗୀତ ବୋଲି ଭାବରେ ଆମେ ନେଇଥାଉ ହେଲା ଏଇଟା ତାର ସୌରଭ ବୋଲେ ବା ଅଭିହିତ କରିବା ସମାଚୀନ। ତ ଦେଖନ୍ତୁ ଚକ୍ରଧର ମହାପାତ୍ର ଓଡ଼ିଆ ଗ୍ରାମ୍ୟ ଗୀତ ଏଇଟା ଚକ୍ରଧର ମହାପାତ୍ର ବୋଲି ଜଣେ ସେ କହିଛନ୍ତି ଦେଖନ୍ତୁ ତାର ସଂଜ୍ଞା ଲେଖିଦେବେ ଚକ୍ରଧର ମହାପାତ୍ର ହେଲା। ତ ଓଡ଼ିଆ ଗ୍ରାମ୍ୟ ଗୀତ ପୃଷ୍ଠାରେ ସେ ଏତିକି ପୃଷ୍ଠା ସେ କହିଛନ୍ତି ସେ ଦେଖନ୍ତୁ ଲୋକଗୀତ ଜୀବନ ସେ କହିଛନ୍ତି କ'ଣ ଲୋକଗୀତ ହେଉଛି ଜୀବନର ବା ଜୀବନ ରସର ପ୍ରାଚୁର୍ଯ୍ୟର ଭରପୁର ଲୋକ ସାଧାରଣତଃ କଳ୍ପନା ବିଳାସୀ ନୁହନ୍ତି ବାସ୍ତବତାର ପୂଜାରୀ ସେମାନେ ଆମରଣ ଏବଂ ବାସ୍ତବ ଜୀବନର ସଂଘର୍ଷରେ ଅସରନ୍ତି ବା ଆସନ୍ତି। ତ କଳ୍ପନା ବିଳାସରେ ଜୀବନର ବିତେଇବାକୁ ଅବସରରେ କାହିଁ ବହୁ ଗୀତ ଏହି ସଂଘର୍ଷର ପ୍ରତୀକ ରୂପେ ସୃଷ୍ଟି ହୋଇଛି ବୋଲି ଏଠାରେ କହିଛନ୍ତି କିଏ କହିଛନ୍ତି ଏଠାରେ ଆପଣଙ୍କର ଚକ୍ରଧର ମହାନ୍ତି ହେଲା ସେ କହୁଛନ୍ତି ଲୋକ ଗୀତ ହେଉଛନ୍ତି ସମସ୍ତ ଲୋକ ସାଧାରଣଙ୍କର କଳ୍ପନା ବିଳାସ ନୁହନ୍ତି ଏଇଟା ବାସ୍ତବର ପୂଜାରୀ ସେମାନେ ଆମରଣ ମାନେ ବାସ୍ତବର ପୂଜାରୀ ସେମାନେ ଆମରଣ ବାସ୍ତବ ଜୀବନ ସଂଘର୍ଷରେ ଆସନ୍ତି ବୋଲି ଏଠାରେ କଳ୍ପନା ବିଳାସରେ ଜୀବନର ବିତେଇବାକୁ ଅବସର କାହିଁ ବୋଲି ଏଠାରେ ସେ ମତ ପ୍ରକାଶ କରୁଛନ୍ତି ବହୁ ଗୀତ ଏହି ସଂଘର୍ଷର ପ୍ରତୀକ ରୂପେ କ'ଣ ସୃଷ୍ଟି ହୋଇଛି ବୋଲି ଏଠାରେ କହିଛନ୍ତି ତାଙ୍କ ମତରେ। କିନ୍ତୁ ଓଡ଼ିଆ ଲୋକଗୀତ କାହାଣୀ କୁଞ୍ଜ ବିହାରୀ ଦାସ ସେ କହିଛନ୍ତି କୁଞ୍ଜ ବିହାରୀ ଦାସଙ୍କ ମତରେ ସେ ଗୀତ ମାଧ୍ୟମରେ କ'ଣ କହିଛନ୍ତି ଦେଖ କବି ଗୌରବ ଲାଭ କରିବା ଆଶାରେ କେହି ଗ୍ରାମ୍ୟ ଜୀବନ ରଚନା କରିନଥାଏ ପଲ୍ଲୀବାସୀ ଜନସାଧାରଣ କଳ୍ପନା ବିଳାସୀ ନୁହନ୍ତି ସେମାନେ ବାସ୍ତବ ଜୀବନରେ ସଂଗ୍ରାମ ଅନୁଭୂତିକୁ ପାଥେୟ କରି ଜୀବନର କଙ୍କରିଲ ପଥରେ ପଥିକ ହୋଇଥିଲା ବେଳେ ଆପେ ଆପେ ଏଇ ମନଚିଆଁ ଓ ମନଛୁଆଁ ଗୀତର ଉଦୟ ହୋଇଥାଏ ବୋଲି ଏଠାରେ ସେ ମତ ପ୍ରକାଶ କରିଛନ୍ତି କିଏ ଏଠାରେ ଆମର କରିଛନ୍ତି କିଏ କୁଞ୍ଜ ବିହାରୀ ଦାସ ହେଲା ଏବଂ କହୁଛନ୍ତି ସେ ଏତିକି କହିଛନ୍ତି ଏହା ଏହିପରି ଏକ ପ୍ରାଣସ୍ପର୍ଶୀ ହୁଏ ଯେ ତାହା ଆଉ ଲୋକ ପାଖରେ ସୀମିତ ହୋଇ ନ ରହି ସମଗ୍ର ସମାଜରେ ସମ୍ପତ୍ତି ହୋଇଥାଏ ହେଲା ଏଇଟା କୌଣସି ଜାଗାରେ ସୀମିତ ନ ରହିକି ସମସ୍ତଙ୍କ ଜାଗାରେ ସମସ୍ତଙ୍କ ସ୍ଥାନରେ ଏଠାରେ ପ୍ରସାରିତ ହୋଇଥାଏ ବୋଲି ସେ କହିଛନ୍ତି। ତ ପୁରୁଷାନୁକ୍ରମେ କ୍ଷତ ବିକ୍ଷତ ଜୀବନର ଏହି ରସାଳ ଅଥଚ ସରଳ ପଦଗୁଡ଼ିକ ଅପୂର୍ବ ସାହିତ୍ୟିକ ସୌନ୍ଦର୍ଯ୍ୟ ଉଦ୍ଭାସିତ ହୋଇ ଉଠେ ବୋଲି ଏଠାରେ କହୁଛନ୍ତି ହେଲା ତାଙ୍କ ମତରେ ପିଲା ଦେଖନ୍ତୁ ଏହାର ସଂଜ୍ଞା ସ୍ୱରୂପ କେମିତି ସର୍ଟ ଭାବରେ ଲେଖିବେ ତାର ବ୍ରିଫ୍ ନୋଟ୍ସ ମୁଁ ଆମକୁ ଦେଇଦେବି ଜଷ୍ଟ ମାନେ ବୁଝନ୍ତୁ କ'ଣ ସବୁ ଅଛି ହେଲା ମୁଁ ତାର ବ୍ରିଫ୍ ନୋଟ୍ସ ମୁଁ ଆମକୁ ଦେଇଦେବି ଲେଖିବେ କେମିତି ଲଙ୍ଗ କ୍ୱେଶ୍ଚନ୍ ଲେଖିବେ ବୁଝିଲେ। ନେକ୍ସଟ ପିଲା ଦେଖନ୍ତୁ ଆଉ ତୁଣ୍ଡରୁ ତୁଣ୍ଡ ସେ କହୁଛନ୍ତି ତୁଣ୍ଡ ଅତିକ୍ରମ କରି ଗାଁର ସୀମା ପରି ହୋଇ ବିସ୍ତୃତ ଅଞ୍ଚଳରେ ଆଦାନ ପ୍ରଦାନ ସୂତ୍ରରେ ବ୍ୟାପ୍ତ ହୋଇଥାଏ ବୋଲି କହିଛି। ତ ମହାକବିମାନଙ୍କର ରଚନା ଯେଉଁ ପରିମାଣରେ ସାମାଜିକ ଜୀବନକୁ ପ୍ରଭାବିତ କରେ ଏବଂ ଅନୁପ୍ରାଣିତ କରେ ଲୋକ ସାହିତ୍ୟ ମଧ୍ୟ ସେହି ଅନୁପାତରେ ପଲ୍ଲୀ ସଂସାରକୁ କ'ଣ ଆଲୋଡ଼ିତ କରି ରଖିଥାଏ କେତେକ ସୁଖ ଦୁଃଖ ମଧୁମୟ ଅନୁଭୂତି ପଲ୍ଲୀ ସାହିତ୍ୟ ମାଧ୍ୟମରେ ରୂପାୟିତ ହୋଇ ଗ୍ରାମ୍ୟ ଜୀବନର ଝଙ୍କୃତ ହୋଇ ଉଠେ ଗ୍ରାମ୍ୟ ଗୀତ କବିତା ଶ୍ରେଣୀର ଅତ୍ୟନ୍ତ ସାଂଘାତିକ ଏବଂ ଗିରି ନିର୍ଝରିଣୀ ପରି ତାହା ଅତ୍ୟନ୍ତ ଛଳ କଳ ଅଥଚ ସୁଦୂର ପ୍ରସାରିତ ହୋଇଥାଏ ବୋଲି ଏଠାରେ କହୁଛନ୍ତି କିଏ
କୁଞ୍ଜ ବିହାରୀ ଦାସ ହେଲା ତାଙ୍କ ମତରେ ଏଇ ସବୁ ଗୀତ କହୁଛନ୍ତି ମାନେ ତାଙ୍କର ଯେଉଁ ମତ ମାନେ ପିଲା ଦେଖନ୍ତୁ ବହୁତ ଲମ୍ବା ଅଛି ମାନେ ଏତେ ଲମ୍ବା ଅଛି ଯେ ଆପଣମାନେ ମଧ୍ୟ ଲେଖିପାରିବେନି ମୁଁ ଏମିତି ଗୋଟେ ସର୍ଟ ନୋଟ୍ କରିକି ବନେଇଦେବି ଖାଲି ବୁଝନ୍ତୁ ଖାଲି ହେଲା ସର୍ଟରେ ଲେଖିବେ ଏତେ ଲମ୍ବା ଲେଖିବାର କିଛି ନାହିଁ ହେଲା ଖାଲି ବୁଝନ୍ତୁ ଜଷ୍ଟ ନେକ୍ସଟ ଦେଖନ୍ତୁ ପଠାଣି ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ସେ ଲେଖିଛନ୍ତି ଅଧ୍ୟାପକ ପଠାଣି ପଟ୍ଟନାୟକ ସେ କ'ଣ ମତ ଦେଇଛନ୍ତି ଦେଖନ୍ତୁ ଦେଖ ମୁଁ ଆପଣଙ୍କୁ ମାନେ ପଢ଼େଇକି ନେଉଛି ତ ଦେଖନ୍ତୁ ତାଙ୍କ ମତରେ ହେଉଛି କୁଟାରୁ ନିଆଁ ସଞ୍ଚରିଲା ପରି ଗ୍ରାମ୍ୟ କବିଙ୍କର ଏହି କବିତା ଗଳ୍ପ ସବୁ କାଳକ୍ରମରେ ଜଣଙ୍କର ମୁହଁରୁ ଆଚରଣ ମୁହଁକୁ ଗାଁର ଜିଲ୍ଲାକୁ ଶେଷରେ ସମଗ୍ର ପ୍ରଦେଶକୁ ବ୍ୟାପି ଯାଇଥାଏ ଏହିପରି ଭାବରେ ଏହା ସମଗ୍ର ସମାଜର ସମ୍ପତ୍ତି ଭାବରେ ପରିଗଣିତ ହୁଏ ବୋଲି ସିଏ କହୁଛନ୍ତି ମତରେ ସେ ଏଠାରେ ମତ ପ୍ରଦାନ କରୁଛନ୍ତି ତ ଲୋକଗୀତ ବିଷୟରେ ନେକ୍ସଟ କିନ୍ତୁ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ପିଲେ ଦେଖ ମୁଁ ଏହାର ସର୍ଟ ନୋଟ୍ ମାନଙ୍କୁ ବ୍ରିଫ୍ ନୋଟ୍ସ ବନେଇଦେବି ହେଲା କୌଣସି ମାନେ ଆପଣଙ୍କର ଏତେ ଲମ୍ବା ଲେଖିବାର କିଛି ନାହିଁ ମୁଁ ଜଷ୍ଟ ଆପଣଙ୍କୁ ପଢ଼େଇ ଦେଉଛି ମାନେ କିଏ କ'ଣ ମତ ଦେଇଛନ୍ତି ତ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କ ମତରେ ଏଠାରେ ସେ କହୁଛନ୍ତି ଅନୁଭୂତି ଓ ଅଭିଜ୍ଞତାର ଭିତ୍ତିଭୂମି ଉପରେ ଏହି ସୌଧ ଗଠିତ ଏହିସବୁ କ'ଣ ଏହି ଲୋକଗୀତର ରଚୟିତାର ଭିନ୍ନ ଭିନ୍ନ ଅଭିଜ୍ଞତା କୌଣସି ଭୌଗୋଳିକ ଏବଂ ସୀମା ମଧ୍ୟରେ ଆବଦ୍ଧ ନ ରହିଥିବାରୁ ସଂକୀର୍ଣ୍ଣ ନୁହେଁ କାଳର ନିକଷରେ ବାରମ୍ବାର ପରୀକ୍ଷିତ ହୋଇ ସର୍ବଶ୍ରେଷ୍ଠ ସତ୍ୟ ଭାବରେ ଗୃହୀତ ହୋଇଥିବାରୁ ସାର୍ବକାଳୀନ ସବୁ ଯୁଗର ମଣିଷ ପାଖରେ ଏ ପ୍ରକାର ଅଭିଜ୍ଞତା ଓ ଭରପୁର ଥିବାରୁ ଏହା ସାର୍ବଜନୀନ ଲୋକଗୀତର ରସ ପ୍ରାଚୁର୍ଯ୍ୟରେ ଏହା ମହନୀୟ ବୋଲି ସେ ମତ ପ୍ରକାଶ କରିଛନ୍ତି ନେକ୍ସଟ କିନ୍ତୁ କୃଷ୍ଣଚନ୍ଦ୍ର ପ୍ରଧାନ ଓଡ଼ିଆ ଲୋକ ସାହିତ୍ୟ ଲୋକ ସଂସ୍କୃତି ପୁସ୍ତକ ସେ କହୁଛନ୍ତି ଲୋକଗୀତର ସ୍ରଷ୍ଟା କିଏ କେଉଁଠୁ ଏହାର ସୃଷ୍ଟି ତାହା ଜାଣିବା କ'ଣ ଏକ ଦୁରୂହ ବ୍ୟାପାର ଏହାର ଭାଷାର ଅତ୍ୟନ୍ତ ସରଳ ଓ ଭାବଗମ୍ଭୀର ଶୈଳୀ ଆଡ଼ମ୍ବରହୀନ କିନ୍ତୁ ଏହାର ଚିନ୍ତା ଚେତନା ହେଉଛି ସୁଦୂର ପ୍ରସାରୀ ପ୍ରାଚୀନ ଯୁଗର ଆଦିମ ମାନବ ଦ୍ୱାରା ହିଁ ଲୋକଗୀତ ସୃଷ୍ଟି ଆଦ୍ୟ ଶିଳା ନ୍ୟାସ ଘଟିଥିବାର ଅନୁମାନ କରାଯାଏ ବୋଲି ସେ କହୁଛନ୍ତି କାରଣ ମଣିଷକୁ ଯେତେବେଳେ ସଭ୍ୟତା ସ୍ପର୍ଶ କରିନଥିଲା ସେହି ସମୟରେ ଦେଖ ସେ ସେହି ସମୟରେ ଯେତେବେଳେ ନିଜ ଭିତରେ ଆନନ୍ଦ ବିଷାଦର ରାଜ ଅନୁଭୂତି କରୁଥିଲା ହେଲା କ'ଣ ଅନୁଭବ କରୁଥିଲା ସେତେବେଳେ ତାର ହୃଦୟ ତନ୍ତ୍ରୀରୁ ଆପେ ଆପେ କେତେକ ଅସ୍ପଷ୍ଟ ଶବ୍ଦ ଉଚ୍ଚାରିତ ହୋଇ ଉଠିଥିବ ତ ପରବର୍ତ୍ତୀ ସମୟରେ ସେହି ଅସଜଡ଼ା ଅସ୍ପଷ୍ଟ ଶବ୍ଦକୁ ଛନ୍ଦ ଓ ଉଭୟ ଯୁକ୍ତ ହୋଇଥିବ ଉତ୍ତର ପିଢ଼ିଙ୍କ ଦ୍ୱାରା ଏପରିକି ଭାବରେ କାଳର ମହାସ୍ରୋତରେ ପରିବର୍ତ୍ତନ ହୋଇ ଆମ ନିକଟରେ ଲୋକଗୀତର ଉଭା ହୋଇଛି ଆକର୍ଷଣୀୟ ରୂପ ସଭାରେ ବୋଲି ସେ ଏଠାରେ ମତ ପ୍ରଦାନ କରୁଛନ୍ତି ମାନେ ସେହି ସମୟରେ ଏମିତି ହେଇଥିବ କି ମାନେ ସେମାନେ କେତେବେଳେ ଭାଷା ଶିଖି ପାରୁନଥିବେ ଯେତେବେଳେ ଅସ୍ପଷ୍ଟ ଶବ୍ଦ ଉଚ୍ଚାରିତ କରୁଥିବା ସମୟରେ କେମିତି ଗୋଟେ ଗୀତ ମାଧ୍ୟମରେ ସେମାନେ ବଳି ଦେଇଥିବେ ସେଇଭଳିଆ ହିଁ ଆମର ଲୋକଗୀତ ସୃଷ୍ଟି ହୋଇଛି ବୋଲି ସେ ତାଙ୍କ ମତରେ କହିଛନ୍ତି ତ ଯେଉଁ ସମୟରେ ଏହା ସୃଷ୍ଟି ହୋଇଥିଲା ଦେଖ ତ ଯେଉଁ ସମୟରେ ଏହା ସୃଷ୍ଟି ହୋଇଥିଲା ସେତେବେଳେ ହୁଏତ ଲିପି ନଥିଲା ପିଲେ ହେଲା ସେ ସମୟରେ ଲିପି ନଥିଲା କୌଣସି ଲେଖାଲେଖି କରୁନଥିଲେ ତାଳପତ୍ର ଲେଖୁଥିଲେ ସେ ସମୟରେ ତ ଟୁଣ୍ଡରୁ ଟୁଣ୍ଡ ପିଲେ ମାନେ ପାଟିରୁ ପାଟି ପ୍ରସାରିତ ହୋଇ କର୍ଣ୍ଣକୁ ବା କାନକୁ ଆଶ୍ରା କରି ଏହା ବଞ୍ଚି ରହିଛି ଶତାବ୍ଦୀ ଧରି ବାରମ୍ବାର ପରିବର୍ତ୍ତନ ହେତୁ ଏହା ନିଜର ମୂଳ ରୂପ ମଧ୍ୟ ପରିବର୍ତ୍ତନ କରିଛି କେତେକାଂଶରେ ବୋଲି ସେ ତାଙ୍କ ମତରେ ଏଠାରେ କହିଛନ୍ତି ହେଲା ତ ଦେଖ ଭାବରେ ତ ଏଇଟା ଦେଖନ୍ତୁ ମାନେ କିଏ କ'ଣ ମତ କହିଛନ୍ତି ଆପଣମାନେ ଟିକେ ଲେଖିଦେବେ ତାର ସଂଜ୍ଞା ସ୍ୱରୂପ ପିଲେ ମୁଁ ତାର ପ୍ରକାର ଭେଦ ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା ଆପଣ ମାନେ ଚିନ୍ତା କରନ୍ତୁନି ସମସ୍ତେ ମାନେ ବ୍ରିଫ୍ ନୋଟ୍ସ ମୁଁ ଆମକୁ ପଠାଇଦେବେ ହେଲା ଏତେ ଗୁଡ଼ା ଆମେ ପଢ଼ିକି ଆମେ ଟାଇମ୍ ୱେଷ୍ଟ ମଧ୍ୟ କରିବାନି ହେଲା ବୁଝିପାରିଲେ ହଁ ଏତିକି ପିଲା ଆପଣ ଲେଖିବେ ପିଲେ ହେଲା ତ ଏଇଠି କିଛି ନାହିଁ ଆମକୁ ତାର ମତ ମାନେ କିଏ କ'ଣ ଦେଇଛି ତାର ସଂଜ୍ଞା ଆମେ ପଢ଼ିଲେ ହେଲା ଆଉ ଏଇଟା କିଛି ନୁହେଁ ଆପଣଙ୍କର ଦେଖ ଆମେ ଏବେ ପଢ଼ିବା କ'ଣ ତାର ମାନେ ଏବେ ପଢ଼ିବା ଏଠି ଦେଖିପାରୁଥିବେ ତାର ପ୍ରକାର ଭେଦ ପିଲେ ହେଲା ପ୍ରକାର ଭେଦ ଆମେ ପଢ଼ିବା ତ ଏଇଟା ଦେଖିବ ପ୍ରକାର ଭେଦ ମାନେ ଲୋକଗୀତର ପ୍ରକାର ଭେଦ କ'ଣ କ'ଣ ସବୁ କେତେ ପ୍ରକାର ଲୋକଗୀତ ଅଛି ତାହା ଆମେ ପଢ଼ିବା ହେଲା ଏଠି ଅଯଥା ଦେଇଦେଇଛି ଆମେ ଯେତିକି ପଢ଼ିବା କଥା ସେତିକି ଆମେ ପଢ଼ିବା ଏଠି ଦେଖନ୍ତୁ ଲୋକଗୀତର ବିଭାଗୀକରଣ ବା ତାର ପ୍ରକାର ଭେଦ କ'ଣ ସବୁ ବିଭାଗୀକରଣ ଅଛି ଆମେ ନେକ୍ସଟ କ୍ଲାସ୍ରେ ପିଲେ ପଢ଼ିବା ଆଜି ଆମେ ପଢ଼ିଲେ କ'ଣ ଲୋକଗୀତର ସଂଜ୍ଞା ପଢ଼ିଲେ ଲୋକଗୀତ କହିଲେ କ'ଣ ବୁଝ ସଂଜ୍ଞା ମାନେ କିଏ କ'ଣ ମତ ଦେଇଛନ୍ତି ହେଲା ତାର ସ୍ୱରୂପ ମଧ୍ୟ ଆମେ ପଢ଼ିଲେ ତ ଏତିକି ପିଲା ଦେଖନ୍ତୁ ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା ତାର ପ୍ରକାର ଭେଦ ପାର୍ଟ 2ରେ ପଢ଼ିବା ତାର ପ୍ରକାର ଭେଦ ତେଣୁ ସମସ୍ତେ ଭିଡ଼ିଓକୁ ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇଥିବେ ଆମେ ଯାହା ବି କ୍ଲାସ୍ କରୁଛେ ଆପଣଙ୍କ ପାଖରେ ସିଧାସଳଖ ନୋଟିଫିକେସନ୍ ବାହାରିଯିବ ବା ଆସିଯିବ ବୁଝିପାରିଲେ ତ ଏଇଠି ମୁଁ ରହୁଛି ଭିଡ଼ିଓକୁ ଅଧିକ ଲେନ୍ଥି କରିବିନି ନେକ୍ସଟ ପରବର୍ତ୍ତୀ କ୍ଲାସ୍ରେ ତାର ପ୍ରକାର ଭେଦ ପଢ଼ିବା ରହିଲି ଧନ୍ୟବାଦ।